ମୋର ପ୍ରିୟ ଭାଇ ଭଉଣୀମାନେ, ମୁଁ କହିବା ପାଇଁ ଚାହେଁ ମନ ପରିବର୍ତ୍ତନ। ଯେତେବେଳେ ମନ ପରିବର୍ତ୍ତନ ହୁଏ ଜୀବନ ମଧ୍ୟ ପରିବର୍ତ୍ତନ ହୁଏ, ଜୀବନ ଶୈଳୀ ମଧ୍ୟ ପରିବର୍ତ୍ତନ ହୁଏ। ଆମର ଘର ଗୁଡାକ ହେଇଛି, ଆମ ପିଲାମାନେ ଶିକ୍ଷିତ ହେଇଛନ୍ତି, ଆମର ଲୁଗା ପିନ୍ଧିବା, ଆମର କଥାବାର୍ତ୍ତା, ଆମର ଚାଲିଚଳନ ସବୁ ବଦଳିଛି। କେବେ ବଦଳିଲା? ଯେବେ ଆମେ ଯୀଶୁକୁ ଗ୍ରହଣ କଲୁ, ତାପରେ ଏଇଟା ହେଇଛି। ଆଜିକାଲି ଲୋକମାନଙ୍କୁ ଦେଖିବେ ବହୁତ ଆଦିବାସୀ ପ୍ରେମ ପଳାଇ ଆସିଛି। ଲୋକମାନଙ୍କର କଣ ଆଦିବାସୀ ପ୍ରେମ? ଏ ପ୍ରେମ କୋଉଠି ଥିଲା? ଏବେ ଗତ ସମୟ ମାନଙ୍କରେ ଆମର ଆଦିବାସୀ ଭଉଣୀ ମାନଙ୍କୁ ଖୁଣ୍ଟରେ ବାନ୍ଧି କରି ମାରୁଛନ୍ତି, ଲାତ ମିଠା ମାରୁଛନ୍ତି। ସେତେବେଳେ ଆଦିବାସୀ ପ୍ରେମୀ ମାନେ କୋଉଠି ଥିଲେ? ଯେତେବେଳେ କି ଆମ ଦେଶର ରାଷ୍ଟ୍ରପତି ଆଦିବାସୀ, ଆମର ମୁଖ୍ୟମନ୍ତ୍ରୀ ଆଦିବାସୀ, ସେତେବେଳେ ଆଦିବାସୀ ମାନଙ୍କୁ ଅତ୍ୟାଚାର କରାଯାଉଛି। ମୋ ପ୍ରିୟ ମାନେ, ଏଇଟା ଆଦିବାସୀ ପ୍ରେମ ନାହିଁ। ଆଦିବାସୀ ମାନେ ସତ୍ୟ ପରମେଶ୍ୱରକୁ ଜାଣି ପରିବର୍ତ୍ତନ ହଉଛନ୍ତି, ଜୀବନ ପରିବର୍ତ୍ତନ ହଉଛନ୍ତି, ତାଙ୍କ ହାତରୁ ଖସି ଯାଉଛନ୍ତି। ଏଇଟା ସେମାନଙ୍କର ଏଇଟା କାହିଁକି ସେମାନେ କଣ କହୁଛନ୍ତି ଯେ ଆଦିବାସୀ ମାନେ ପାଦରୁ ଜନ୍ମ ହେଇଛନ୍ତି। କୋଉଠୁ ଜନ୍ମ ହେଇଛନ୍ତି? ପାଦରେ କେବେ ଛୁଆ ଜନ୍ମ ହୁଏ? ସେମାନେ କହୁଛନ୍ତି, ତାଙ୍କୁ କଣ କହୁଛନ୍ତି? ଆମେ ପାଟିଆରେ ଜନ୍ମ ହେଇଛୁ, ତମେ ପାଦରେ। ଆମେ କଥା କହିବୁ, ତୁମେ ଆମର ଗୋଡ ତଳେ ଥିବ। ତୁମକୁ ଆମେ କଣ କରିବୁ? ଗୋଡରେ ଦଳି